ନମସ୍କାର ଦର୍ଶକ ବନ୍ଧୁ, ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। କଣ ଜୋସ୍ନା ମ୍ୟାଡାମ? କଣ ଭାଇ? ସ୍ୱାମୀ କି ଭାଇ କହିସାରିଲାଣି। କାଲି ଏଥର ରାକ୍ଷୀରେ ରାକ୍ଷୀ ନେଇକି ଆସି ବାନ୍ଧିବ। ନମସ୍କାର ଦର୍ଶକ ବନ୍ଧୁ, ଟିକେ ସାହାଯ୍ୟ କରୁଛନ୍ତି ବୋଲି କେତେ କଥା ମତେ ଶୁଣଉଛନ୍ତି। ଆଉ ଉତ୍ତର ଦିଅ। ଏମିତି କେଉଁ ଜିନିଷ ଯାହା ବରଫରେ ପଡ଼ିଲେ ବରଫ ତରଳି ଯାଏ କିନ୍ତୁ ଥଣ୍ଡା ବଢିଯାଏ? କଣ ଏମିତି? ଏମିତି କେଉଁ ଜିନିଷ ବରଫରେ ପଡ଼ିଲେ ବରଫ ତରଳି ଯାଏ କିନ୍ତୁ ଥଣ୍ଡା ବଢିଯାଏ? ପାଣି। ହୁଁ। ପାଣି ନୁହଁ? ପାଣି ବୋଲେ ତ ବରଫ ଥଣ୍ଡା ବଢିବ, କିନ୍ତୁ ଥଣ୍ଡା କମିଯିବ। ଆଇସ୍କ୍ରିମ? ନା, ଆଉ ଲୁଣ। ଲୁଣ ଯଦି ବରଫରେ ପକେଇବ ବରଫ ତରଳିଆ ଷ୍ଟାର୍ଟ ହେଇଯିବ, କିନ୍ତୁ ସେ ଜାଗାରେ ଥଣ୍ଡା ଏତେ ବଢିଯାଏ ଯେ ତମେ ସେଠି ଯଦି ଆଉ କୋଉଥିରେ ନେଇକି ପାଣି ଥୋଇବ ସେ ସାଙ୍ଗେ ସାଙ୍ଗେ ବରଫ ପାଲଟିଯିବ। ସତରେ? ଆଇସ୍କ୍ରିମ ଏଇ ଫର୍ମୁଲା ତିଆରି ହୁଏ। ଆଇସ୍କ୍ରିମ? ହଉ, ଏମିତି ଏକ ଗଛଟିଏ ଖାଇବାକୁ ଖାଦ୍ୟ ଦିଏ, ରହିବାକୁ ଛାତ ଦିଏ, କହିପାରିବ ସେ କିଏ? ଖାଇବାକୁ ଖାଦ୍ୟ ଦିଏ, ରହିବାକୁ ଛାତ ଦିଏ। ସେ କଣ? ସେ ଗଛର ନାଁ କୁହ। ଗଛ? ଖାଇବାକୁ ଖାଦ୍ୟ ଦିଏ, ରହିବାକୁ ଛାତ ଦିଏ, ଖାଇବାକୁ ସେଓ ଗଛ? ଆମ୍ବ ଗଛ? ଛାତ କେମିତି ହବ ସେ? କଦଳୀ ଗଛ? ନାଇଁ। ନଡିଆ ଗଛ? କହିଚାଲ ନଡିଆ, ତାପରେ ତାଳ ଗଛ? ନଡିଆ ଗଛ ହବ ନା ହବନି? ବର ଗଛ? ନଡିଆ ଗଛ ତାଳ ଗଛ ଭିତରେ ହବ ନା ହବନି? ନା। ଧାନ ଗଛ? ହୁଁ। ହେଲେ ନଡିଆ ଗଛ ଯୋଉ ବରଡା ବି ଯୋଉ ବରଡାରେ ପାଣି ରହିଯାଉଥିବ ସବୁ ଆଉ। ପଟି ପକେଇକି ଧାନ ଗଛକୁ ଆଣିକି ସେ ତାକୁ ଚାଳ କରିଲେ ସେ ପାଣି ଗଳେନି। ଆଉ ଧାନ ତକ ଖାଏ। ହଁ କହିଲି ନା ନାଇଁ, ବୁଲି ଏମିତି ଏକ ସ୍ଥାନ ତୁମ ଇଚ୍ଛା ନଥିଲେ ବି ତୁମେ ସେଠାକୁ ନିଶ୍ଚିନ୍ତ ଯିବ। ଏମିତି ଏକ ସ୍ଥାନ ତୁମ ଇଚ୍ଛା ନଥିଲେ ବି ତୁମେ ସେଠାକୁ ନିଶ୍ଚିନ୍ତ ଯିବ। କହିପାରିବ ସେ ସ୍ଥାନର ନାମ? ସ୍ଥାନ ମେଡିକାଲ? ମେଡିକାଲ ନୁହଁ? ନା। ମଶାଣି? କାହାର ଇଚ୍ଛା ନଥାଏ କିନ୍ତୁ ଜାଣିଥିବ। ଜୀବନରେ ତମେ ଯେମିତି ହେଲେ ଯିବ ସେଠିକି। ସତ୍ୟ। ଦେହ ସାରା ତାର କଣ୍ଟା ପୂର୍ଣ୍ଣ, ଭିତରେ ଥାଏ ମିଠା, ହାତରେ ଲାଗିଲେ ତାର ଅଠା, ଦେଇଯାଏ ଭାରି ବ୍ୟଥା। କହିପାରିବ ସେ ଫଳର ନାମ? ଦେହ ସାରା କଣ୍ଟା? ଦେହ ସାରା ତାର କଣ୍ଟା ପୂର୍ଣ୍ଣ, ଭିତରେ ଥାଏ ମିଠା, ହାତରେ ଲାଗିଲେ ଅଠା ତାର, ଦେଇଯାଏ ଭାରି ବ୍ୟଥା। ତା ଅଠା ହାତରେ ଲାଗିଲେ ଭାରି କଷ୍ଟ ଦିଏ। କଷ୍ଟ ଦିଏ ମାନେ କଣ ଛାଡେନି ଆଉ। ସେଟା କଣ୍ଟା ଗଛ? ଦେହ ଯାକ କଣ୍ଟା, ଗଛ ନୁହଁ, ଫଳର ଦେହ ଯାକ କଣ୍ଟା। ଫଳର ଦେହ ଯାକ କଣ୍ଟା? ଆଉ ସେ ଫଳରୁ ଅଠା ବାହାରେ। ପଣସ? ଠିକ ଉତ୍ତର। ଠିକ ଉତ୍ତର। ଏମିତି ଏକ ଜିନିଷଟିଏ ମଣିଷ ଜୀବନରେ ଭଗବାନ ତାକୁ କଣ ମାଗଣାରେ ଦେଇଥାନ୍ତି, କିନ୍ତୁ ସେ ଜିନିଷକୁ ମଣିଷ ଟଙ୍କା ପାଇଁ ଖର୍ଚ୍ଚ କରେ, କିନ୍ତୁ ଯେତେବେଳେ ସେ ଜିନିଷ ସରିଯାଏ ତମେ କୋଟି କୋଟି ଟଙ୍କା ଆଣିଲେ ବି ସେ ଜିନିଷ ଫେରି ପାରିବ ନାହିଁ। କହିପାରିବ ସେ ଜିନିଷଟି କଣ? ସେ ଜିନିଷ ବୁଝିପାରିଲ ପ୍ରଶ୍ନ ନା ନାଇଁ? ମୁଁ କହିଲି ଏମିତି ଏକ ଜିନିଷଟିଏ ଭଗବାନ ତମକୁ ମାଗଣାରେ ଦେଇଛନ୍ତି, କିନ୍ତୁ ଲୋକମାନେ ସେଇ ଜିନିଷକୁ ଟଙ୍କା ପାଇଁକି ଖର୍ଚ୍ଚ କରନ୍ତି। ଟଙ୍କା ପାଇଁ ଖର୍ଚ୍ଚ କରନ୍ତି? ଟଙ୍କା କମେଇବା ପାଇଁ। ଯେତେବେଳେ ସେ ଜିନିଷ ସରିଯାଏ, ତମ ପାଖରେ ଯେତେ ଟଙ୍କା ଥାଉ ନା କାହିଁ ତମେ ସେ ଜିନିଷ ଆଉ ରିଟର୍ନ ଆଣିପାରିବ ନାହିଁ। କଣ?
ଏଟା କଣ? ନିଶ୍ୱାସ। ଉହୁଁ। ଆଉ କଣ ସେଟା ହେଇପାରିବ? ଆଉ ଫେରିବନି। ତମେ ଯେତେ ଚେଷ୍ଟା କଲେ ବି ତାକୁ ଫେରେଇ ଆଣିପାରିବ ନାହିଁ। ଯେତେ ଟଙ୍କା ଥିଲେ ବି ତମେ ଆଣିପାରିବ ନାହିଁ। ଆଖି। ତମର ସମୟ। ଓହୋ। ମଣିଷ ସମୟକୁ ଖର୍ଚ୍ଚ କରି ଟଙ୍କା କମାଏ। ହୁଁ କିନ୍ତୁ ଯେତେବେଳେ ସେ ସମୟ ସରିଯାଏ ନା, ହୁଁ ତମ ପାଖରେ କୋଟି କୋଟି ଟଙ୍କା ଥାଉ ସେ ତମ କାମରେ ଲାଗିବ ନାହିଁ। ହୁଁ। ହଉ। ହଉ। ହଉ ମାନେ କଣ? ଏମିତି ଏକ ଜିନିଷଟିଏ ପାଣିରେ ପଡିଲେ ଫୁଟିଥାଏ। କହିପାରିବ ସେ ଜିନିଷର ନାମ? ପାଣିରେ ପଇଲେ ପାଣି ଫୁଟେ? ନାଇଁ ନାଇଁ ବମ୍ ଭଳିଆ ଫୁଟେ ପୁରା। ଗୋଟେ ଏମିତି ଜିନିଷ ହୁଁ ପାଣିରେ ପଇଲେ ପାଣି ଫୁଟିବ? ପାଣି ପକେଇଦବ, ଥଣ୍ଡା ପାଣି ପକେଇଦବ ଫୁଟିବ। ଫୁଟି ଲୁଣ? ନା। ଥଣ୍ଡା ପାଣିରେ ପକେଇଲେ ଫୁଟିବ। ଏଇଟା କହିପାରିବନି ତମେ। ନା। ଦର୍ଶକ ବନ୍ଧୁ, ଆପଣଙ୍କୁ ଯଦି ଏ ପ୍ରଶ୍ନର ଉତ୍ତର ଜଣା ତାହେଲେ ଆପଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। କୁହ। ମୁଁ କହିବି ମତେ ଆସିବନି। ସେଇ ଦର୍ଶକଙ୍କୁ ଅପିଲ କର। ଦର୍ଶକ ବନ୍ଧୁ, ଆପଣ ମାନେ କୋଶ୍ଚିନ୍ ଆନ୍ସର ଦେଇଦିଅନ୍ତୁ, ମତେ ତ ଆସିବନି। ଆଉ ଜାଣିଥିବେ ଯଦି ସିଏ ଜାଣିଥିବେ, ଯଦି କହିବେ ସିଏ କହିବେ, ନଚେତ୍ ଆପଣ। ଆଉ ସବୁ ପ୍ରଶ୍ନ ଶେଷ ହେଇଯାଇଛି। ଉତ୍ତର କହିବେନି? ନା, ଦର୍ଶକ ଜଣେଇବେ। ଉତ୍ତର ବି କହିଲେନି, ଆପଣ ମାନଙ୍କ ଉପରେ ତମେ ଛାଡିଦେଲେ। ହାତଟା ହଲ ହଲ କରୁଛ, ତମ ହାତରେ ସବୁ ଫୋକସ ଯାଉଛି, ମୁହଁଟା ଆଉଟ ଫୋକସ। ଆଉ ହାତ କ୍ୟାମେରା ଆଗରେ ଆସି ହାତ ହଲ ହଲ ହଉଛି। ଅସୁବିଧା ଅଛି ତ। ଆଉ ଆପଣ ମାନେ ସେ କୋଶ୍ଚିନ୍ ଆନ୍ସର କମେଣ୍ଟ ମାଧ୍ୟମରେ ଜଣେଇବେ। ଯଦି ଆପଣ ମାନେ କିଏ ନ ଜଣେଇଲେ, ନେକ୍ସଟ ଏପିସୋଡରେ ସାର୍ ଜଣେଇବେ। ମୁଁ ଜାଣିନି। ଆଉ ଗୋଟେ ରିକ୍ୱେଷ୍ଟ, କି ଆମ ଭିଡିଓକୁ ଲାଇକ୍, କମେଣ୍ଟ, ସେୟାର କରିବେ ଆଉ ସବସ୍କ୍ରାଇବ କରିବେ। ଆଜି ପାଇଁ ଏତିକି, ନମସ୍ତେ। ଭଲରେ ଥାନ୍ତୁ ସମସ୍ତେ।